ଭାରି ଯା ଯେବେ ଋଷି ହସି ଯାଏ ତା ଗୃହ ତକି ଭାତ ରାନ୍ଧି ନ ଖାଏ। ଭଣ୍ଡାର ଘରକୁ ବିଜେ କଲେ ଦୁଇ ଭାଇ ଭଣ୍ଡାରେ ଦେଖିଲେ କିଛି ପଦାର୍ଥ ଯେ ନାହିଁ। ବଳରାମ କହୁଛନ୍ତି କାହିଁ କିସ ହେଲା 52 କୋଟି ଭଣ୍ଡାର କେ ଘେନି ନ ଗଲା। ଲକ୍ଷେ ଜୀବ ଖାଇଲେ ବୋହିଲେ ନ ସରଇ କ୍ଷଣକ ଭିତରେ କିଏ ଘେନିଗଲା ବୋହି। ସୁବର୍ଣ୍ଣ ମୁଦିଏ ବଳରାମ ଯେ ପାଇଲେ 7 କୋଟି ଗଣ୍ଠି ତଳେ କାନିରେ ବାନ୍ଧିଲେ। ଜଗନ୍ନାଥ କହୁଛନ୍ତି ଯେ କିସ ପାଇଲ ଭାଇ ବଳରାମ କହୁଛନ୍ତି ଧନ ପାଇଲଇ। ଜଗନ୍ନାଥ କହୁଛନ୍ତି ବଳରାମ ଭାଇ ବେଙ୍ଗି ପିତଳ ଖଣ୍ଡିକର କାହିଁ ପାଇଁ। ବଳରାମ କହୁଛନ୍ତି କି କଥା ଘଟିଲା ପାଇଥିବା ସୁନ ବେନ୍ଦି ପିତଳ ହୋଇଲା। ଶୁଦ୍ଧ ସୁବର୍ଣ୍ଣରେ ଯେଉଁ ଧନ ହୋଇଥିଲା କାଣି କଉଡ଼ି କଡ଼ାକ ସମାନ ରହିଲା। ସେଠାରୁ ବାହାରି ଗଲେ ଦୁଇ ଗୋଟି ଭାଇ ପାକଶାଳ ଦୁଆରେ ଯେ ପ୍ରବେଶିଲେ ଯାଇ। ବଳରାମ ଠିଆ ହେଲେ ଦୁଆର ମୁହଁକୁ ଜଗନ୍ନାଥ ପଶିଗଲେ ରୋଷେଇ ଘରକୁ। ଦେହରେ ଲାଗିଲା କଳା ମୁହଁରେ ଲାଗିଲା କଳା ଶ୍ରୀମୁଖ ଗୋଟିକ ଝଲକି ଦିଶିଲା। ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ ବଡ଼ଖିଆ ବୋଲି ତୋତେ କହନ୍ତି ଜଗତ। ମୋତେ ଅନ୍ନ ନ ଦେଇଣ ସବୁ ଖାଉ ତୁହି। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ଅନ୍ନ କାହିଁ ମିଳିବ ଯେ ଚୁଲି ସୁଦ୍ଧା ନାହିଁ। ନ ବୁଝି ଏପରି କିମ୍ବା କହୁଅଛ ଗୋସାଇଁ। ସେଠାରୁ ଯାଇ ଦେଖିଲେ ଧାନର ମରାଇ ଲକ୍ଷ ଲକ୍ଷ ଭଣ୍ଡାର ଯେ ଧାନ ତହିଁ ଥାଇ। ଦେଖିଲେ ଅଗାରି ତହୁଁ ଗୋଟିଏ ତ ନାହିଁ। ତହୁଁ ଗଲେ ଦୁଇ ଭାଇ ନିରାଶ ଯେ ହୋଇ। ଇନ୍ଦ୍ରଧନୁ କୂଳେ ଯାଇ ପ୍ରବେଶ ହୋଇଲେ ଟୋପାଏ ସୁଧାଏ ପାଣି ତହିଁ ନ ଦେଖିଲେ। ବଡ଼ ଦେଉଳରେ ଯାଇ ପ୍ରବେଶ ହୋଇଲେ ସେହିଦିନ ଉପବାସ କରି ନ ରହିଲେ। ବେଳ ଦୁଇ ଘଡ଼ିକରେ ନିଦା ଯେ ଭାଙ୍ଗିଲା ମୁଖ ପଖାଳନେ ଅତେ ପାଣି ନ ମିଳିଲା। କି ବୁଦ୍ଧି କରିବା ଏବେ ବୁଦ୍ଧି ଦିଶୁନାହିଁ। ବଳରାମ କହୁଛନ୍ତି ଶୁଣ ରେ କହ୍ନାଇ କାଲି ଉପବାସରେ ଯେ ରହିଲେ ବେନି ଭାଇ ଆଜି ପାଦେ ଯିବାକୁ ତ ବଳ ପାଉନାହିଁ। କେଉଁଠାରୁ ଏବେ ଆଜି ନ ମିଳିବ ନ କେମତ ପ୍ରକାରେ ଆମ୍ଭେ ଧରିବୁ ଜୀବନ। ବଳରାମ କହୁଛନ୍ତି ଶୁଣ ଆରେ ବାବା ଦ୍ୱାରେ ଦ୍ୱାରେ ଭିକ୍ଷା ମାଗି ଜୀବନ ପୋଷିବା। କାନ୍ଧରେ ପକାଇ ଛିଣ୍ଡା ଉତ୍ତରୀ ପଇତା ହସ୍ତରେ ଧରି ନଇ ଭାଇ ଭଙ୍ଗା ଛତା। ଚିତା ଘେନିବାକୁ ଜଳ କାହିଁ ନ ପାଆନ୍ତି। ଯାହା ଘରଠାରୁ ପାଣି ମାଗିବାକୁ ଯାନ୍ତି। ଚୋର ଖଣ୍ଟ ବୋଲି ମାରି ଘଉଡ଼ାଇଛନ୍ତି। ସେଠାରୁ ଦୁଇ ଭାଇ ଭୟେ ପଳାବନ୍ତି। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ବଡ଼ ପଣ୍ଡା ଘରକୁ ହେ ଚାଲ ଏବେ ଯାଇ। ହସ୍ତ ଧରା ଧୋଇ ହୋଇ ଦୁଇ ଭାଇ ଗଲେ ବଡ଼ ପଣ୍ଡା ଘରଟାରେ ପ୍ରବେଶ ହୋଇଲେ। ବଧୂ ତାର କହଇ ଯେ ଶାଶୁ ଆଗେ ଯାଇ
ବ୍ରାହ୍ମଣ ସେ ଦୁଇ ଗୋଟି ଆସୁଛନ୍ତି ଧାଇଁ। ଶାଶୁରାଣୀ ତାହାକୁ ଯେ ଚିହ୍ନି ନ ପାରିଲା, ଧାଇଁ ଯାଇ ବେଗେ ଦାଣ୍ଡ କବାଟ କିଳିଲା। ଆସ ଆସ ବୋହୂ ଏଲୋ ଠେଙ୍ଗା ବାଡ଼ି ନେଇ, ଚୋରକି ଖଣ୍ଡ ଏ ଦୁହେଁ ଦେବା ଘଉଡ଼ାଇ। ଦେବା ଆଡ଼ କରି ଏହା ଶୁଣି ଦୁଇ ଭାଇ ତହୁ ପଳାଇଲେ, ସାମବେଦ ଯଦୁବେଦ ଦୂରେ ଛାଡ଼ିଲେ। ଶୁଣି ସୁତ ତରୁଗଣ ପଲ୍ଲବୀ ଉଠିଲେ, ବିକଟ ବାମୁଣ ବୋଲି ବାମୁଣୀ ଚିହ୍ନିଲେ। ଦୁଇ ଭାଇଙ୍କୁ ସେ ଡାକି ତହୁଁ ବସାଇଲେ, ଖୁଦ ମଳୁଖ ମିଶାଇ ସାକର ରାନ୍ଧିଲେ। ଅଫିଟା କଦଳୀ ମଞ୍ଜା ଦୁଇ ଖଣ୍ଡ ଆଣି, ବେନି ଭାଇ ପକାଇ ଛିଞ୍ଚିଲେ ପାଣି। କଂସା ଘେନି ବ୍ରାହ୍ମଣୀ ଯେ ଅନ୍ନ ଆଣିଗଲା, ଅନକି ବାଡ଼ିରୁ ତାର ହାଣ୍ଡି ଉଭାଇଲା। ଲକ୍ଷ୍ମୀ ଦୋହି ପୁରୁଷ ଏ ବୋଲି ନ ଜାଣିଲେ, ପାକଶାଳରୁ ଲେଉଟି ପାକରେ ମିଳିଲେ। ଦୁଇ ଗୋଟି ଭାଇର ଯେ ହାତକୁ ଧଇଲେ, କଟୁ କଥା କହି ତାଙ୍କ ଦାଣ୍ଡରେ ଛାଡ଼ିଲେ। ତହୁଁ ଦୁଇ ଜଣ ଯେ ନିରାଶ ହୋଇଗଲେ, କବିର ସାହିରେ ଯାଇ ପ୍ରବେଶ ହୋଇଲେ। କ୍ଷୁଧାତୁ ବ୍ରାହ୍ମଣ ବୋଲି କବିର ଜାଣିଲେ, ଖାଇ ଚାରି ପାଞ୍ଚ ମାଣ ଆଣି ବେଗି ଦେଲେ। ଅତଗତେ ଜାଣିଲେ ଯେ ଦେବୀ କମଳିନୀ, ପବନକୁ ଡାକି ଆଜ୍ଞା ଦେଲେ ସେହି କ୍ଷଣି। ଆରେ ପବନ ତୁହି ତ ବେଗେ ଚଳି ଯିବୁ, ଖଇ ଚାରି ପାଞ୍ଚ ମାଣ ଉଡ଼ାଇ ନ ନେବୁ। ଆଜ୍ଞା ପାଇ ପବନ ଯେ ବେଗେ ଚଳିଗଲେ, ପ୍ରଭୁଙ୍କ ଆଗରୁ ଖଇ ଉଡ଼ାଇ ନ ନେଲେ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ପ୍ରାଣ ଗଲା ବେଳେ ଜାତି କୁଳ ଡରୁ କାହିଁ। ପଦ୍ମ ପୋଖରୀରେ ଚାଲ ଯିବା ବେନି ଭାଇ, ପଦ୍ମମୂଳ ଖାଇ ପ୍ରାଣ ବଞ୍ଚାଇବା ତହିଁ। ଫଳମୂଳ କରି ତହୁଁ ଗୁଡ଼ାଏ ଆଣିବା, ଅଧିକ ମିଳିଲେ କିଛି ଚଞ୍ଚିଣ ରଖିବା। ଏମତ ବିଚାର କରି ଦୁଇ ଭାଇ ଗଲେ, ପଦ୍ମ ପୋଖରୀରେ ଯେ ପ୍ରବେଶ ହୋଇଲେ। ପଦ୍ମ ପୋଖରୀରେ ଛାତ ତାଳ ପାଣି ଥିଲା, ଲକ୍ଷ୍ମୀ ଆଜ୍ଞା ମାତ୍ରେ ସବୁ ପଙ୍କ ହୋଇଗଲା। ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା, ଜଳ ନାହିଁ ଫଳ ଏଥୁ କାହିଁରୁ ପାଇବା। ଏହା କହି ଦୁଇ ଜଣ ତହୁଁ ଚଳିଗଲେ, ଯାଇ ବାଟେ ଏକ ଯୋଗୀକି ଭେଟିଲେ। ଜଗନ୍ନାଥ କହୁଛନ୍ତି ଶୁଣ ଆହେ ନାଥ, ତୁମ୍ଭର ଥାଳରୁ ଆମ୍ଭକୁ ଦିଅ ଭାତ। ସତ୍ୟାନନ୍ଦ ବାଟେ ରାମକୃଷ୍ଣ ମୁଖ ଚାହିଁ, ଲକ୍ଷ୍ମୀ ଦୋହି ହୋଇଅଛ ଦୁଇ ଗୋଟି ଭାଇ। ଦୁର୍ଦ୍ଧନରେ ଯେ ମୋର ଥାଳ ପୂରିଥିଲା, ତୁମ୍ଭେ ମାଗନ୍ତାଣି ଅନ୍ନ ଶୂନ୍ୟ ହୋଇଗଲା। ଅନ୍ନ ଜଳ ନ ମିଳିବ ତୁମ୍ଭକୁ ଯେ କାହିଁ, ସମୁଦ୍ର କୂଳକୁ ବେଗେ ଯାଅ ଦୁଇ ଭାଇ। ମୁହିଁ ଯାଇଥିଲି ମୋତେ ଅନ୍ନ ଥିଲେ ଦେଇ, ଖାଇଲେ ବୋହିଲେ ଯେ ଅନ୍ନ
ନ ସରଇ। ଏହି ରୂପେ ସତ୍ୟାନନ୍ଦ ବାଟ କହିଦେଲେ, ଯିବା ବୋଲି ଦୁଇ ଭାଇ କମର ବାନ୍ଧିଲେ। ହଟି କମଳିନୀ ତହିଁ ହଟ ଭିଆଇଲେ, ସୂର୍ଯ୍ୟଙ୍କୁ ଡାକିନ ବେଗେ ବେଗେ ଆଜ୍ଞା ଦେଲେ। ଅତି ଶୀଘ୍ର ଟାଣ ଖରା କର ତୁମ୍ଭେ ଯାଇ, ବାଲି ମାଟି ତାତୁଅଛି ଡହ ଡହ ହୋଇ। ତାତିବା ଖରାର ଯେବେ ଭାଜିବାର ବାଲି, ପାଦେ ମାତ୍ର କେହି ତହିଁ ନ ପାରିବେ ଚାଲି। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ, ଏତେ ବଡ଼ ଖରାରେ ମୁଁ ଚାଲି ନ ପାରଇ। ବେଗେ ବେଗେ ହୋଇ ତୁମ୍ଭେ ଯାଅଛ ଧାଇଁ, କି ବୁଦ୍ଧି ଦିଶୁନାହିଁ ଏବେ କିସ କରିବଇଁ। ଶୁଣି ନ ଶୁଣିଲା ପରି ବଳରାମ ଗଲେ, କମଳାଙ୍କ ସିଂହଦ୍ୱାରେ ପ୍ରବେଶ ହୋଇଲେ। ସିଂହଦ୍ୱାରେ ପ୍ରବେଶିଲେ ଡାକିଲେ ଜହି, ଡାକ ଶୁଣି ଦାସୀମାନେ ଅଇଲେ ତହିଁ। କେଉଁ ଦାସୀ କହୁଅଛି ଶୁଣ ଆଗେ ସହି, ଏପରି କାଙ୍ଗାଳ ମୁଁ ଯେ କାହିଁ ଦେଖି ନାହିଁ। ଏପରି ଗୋଟାଏ ଥିଲା, ଆମ୍ଭ ଠାକୁରାଣୀ କି ଯେ ଘରୁ କାଢ଼ିଦେଲା। ଏହି ରୂପେ ଦାସୀମାନେ କୁହାକୁହି ହେଲେ, କେବଳ ହାତ ଦେଇଣ ଦାଣ୍ଡରେ ଛାଡ଼ିଲେ। ବଳରାମ ପ୍ରଭୁ ତହୁଁ ଲେଉଟି ଆସିଲେ, ଜଗନ୍ନାଥ ଠାକୁରଙ୍କୁ ବାଟରେ ଭେଟିଲେ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଦାସୀମାନେ ଆସି ମୋତେ ଦେଲେ ଘଉଡ଼ାଇ। ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା, କେମନ୍ତ ପ୍ରକାରେ ଆମ୍ଭେ ଜୀବନ ଧରିବା। ଆଉ ଚାଲ ବେନି ଭାଇ ଫେରିଯିବା, ବିନୟ କରିନ ଦାସୀକୁ ମାଗିବା। ବଳରାମ କହୁଛନ୍ତି ପଛେ ଆମ୍ଭେ ଥିବୁ, ଆଗରେ ଥାଇନ ଅନ୍ନ ତୁଇ ଯେ ମାଗିବୁ। ଏତେ କହି ସିଂହଦ୍ୱାରେ ପ୍ରଭୁ ବିଜେ କଲେ, ମନ୍ଦିରର ଶୋଭା ଦେଖି ଆଶ୍ଚର୍ଯ୍ୟ ହୋଇଲେ। ବଳରାମ କହିଲେ ହେ ଶୁଣରେ କହ୍ନାଇ, ପଞ୍ଚମ ସ୍ୱରରେ ଆଗ ଦେବ ପଢ଼ ତୋହି। ଜଗନ୍ନାଥ ପ୍ରଭୁ ଯହିଁ ଏମତ ଶୁଣିଲେ, ଓକାର ଓ ଶବଦ କରି ବେଦ ଧ୍ୱନି କଲେ। ରତ ସାମ ଯଜୁଃ ଅଥ ଯେ ଚାରି ବେଦ, ବ୍ରହ୍ମାଣ୍ଡ ପୁରି ଉଠିଲା ଗହ ଗହ ନାଦ। ପଲଙ୍କ ଉପରେ ଯେ କମଳା ଶୋଇଥିଲେ, ନିସ୍ତରିଲି ବୋଲି ନ ବୋଇଲେ। କୋଟି କୋଟି ଜନ୍ମରୁ ପାତକ ହେଲା କ୍ଷୟ, ମୋର ଘରେ ବିଜେ କଲେ ପ୍ରଭୁ ଦେବରାୟ। ପଚାର ଦାସୀ ପଚାରଲୋ ଯାଇ, କିସ ମାଗୁଛନ୍ତି ଯେ ବ୍ରାହ୍ମଣ ବେନି ଭାଇ। ଚାଲି ଯାଇ ଦୁଲୁଚିଙ୍କୁ ପଚାରିଲା, କି ମାଗୁଛ ପଣ୍ଡା ମାନେ କହ ତୁମ୍ଭେ ଭଲା। ଜଗନ୍ନାଥ କହୁଛନ୍ତି ଦାସୀ ମୁଖ ଚାହିଁ, ଅନ୍ନ ଗଣ୍ଡାଏକ ତୁମ୍ଭେ ପାରିବ କି ଦେଇ। ଏମତ ଶୁଣିନ ଦାସୀ ମାନେ ଚଳିଗଲେ, ଲକ୍ଷ୍ମୀ ଠାକୁରାଣୀ ଆଗେ ପ୍ରବେଶ ହୋଇଲେ। ଦାସୀଙ୍କ ମୁଖରୁ ଯେ ଏମତ ବାକ୍ୟ ଶୁଣି, ଏମତ ବିଚାର କଲେ ଲକ୍ଷ୍ମୀ ଠାକୁରାଣୀ। ଏକଥା ରଜି ଅଛି ଚଣ୍ଡାମୁଣି ମୁହିଁ, ଏବେ ଦାସୀ ମାନେ ଲୋ ପଚାର ବେଗେ ଯାଇ।
ବ୍ରାହ୍ମଣ ହୋଇ ମୋ ଘରେ ଅନକି ଖାଇବ, ଚଣ୍ଡାଳୁଣୀ ଅନ୍ନ ଖାଇ ଅପବାଦ ନେବ। ଏ ମୋହର ଦୈବ ତାଙ୍କୁ ଛୁଇଁ ନ ଜଗାଇ, ଜାଣୁ ଜାଣୁ କେମତେ ପ୍ରକାରେ ଦେବଇ। ଠାକୁରାଣୀ ସମୀପତେ ଦାସୀମାନେ ଗଲେ, ବ୍ରାହ୍ମଣଙ୍କ ଆଗେ ଯାଇ ଏମତ କହିଲେ। ଦାସୀଙ୍କ ମୁଖରୁ ଯେ ମତ ବାକ୍ୟ ଶୁଣି, କ୍ରୁଦ୍ଧାତୁ ହୋଇଣ କହନ୍ତି ହଳ ପାଣି। ନୂଆ ହାଣ୍ଡି ନୂଆ ସଞ୍ଚା ଦେଇକି ପାରିବୁ, ଏମତ ହୋଇଣ ଆମ୍ଭେ ମାନେ ଯେ ଖାଇବୁ। ଦାସୀମାନେ କହୁଛନ୍ତି ଲକ୍ଷ୍ମୀଙ୍କୁ ଆଗେ ଯାଇ, ହାତେ ରାନ୍ଧି ଭୋଜନ କରିବୁ ଦୁଇ ଭାଇ। ଏହା ଶୁଣି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ, ଦାସୀଙ୍କ ହସ୍ତରେ ହାଣ୍ଡି 10 ଗୋଟି ଦେଲେ। ଚାଉଳ ପଉଟି ନେଇ ଛାମୁରେ ରଖିଲେ, ଲେଉଟିଆ ଶାଗ ନେଇ ପୁଳାଏ ଦେଲେ। ଆଳୁ ସାରୁ କଦଳୀ ଯେ ବଡ଼ି ବାଇଗଣ, ଦୁଧ ଦହି ଛେନା ଯେ ଶର୍କରା ଦେଲେ ପୁଣ। ଏବେ ଯେବେ ଇଚ୍ଛା ସତେ ଭୁଞ୍ଜି ହୋଇ ବୋଇଲେ, ଗୃହେ ମହାଲକ୍ଷ୍ମୀ ଥାଇ ବିଚାର ଯେ କଲେ। ରାନ୍ଧିଣ ଭୁଞ୍ଜିବେ ଯହିଁ ହାତେ ଦୁଇ ଭାଇ, ନାରୀଙ୍କୁ ପୁରୁଷ ଆଉ ଲୋଡ଼ିବେ ଯେ କାହିଁ। ଲକ୍ଷ୍ମୀଦେବୀ କାଠ ଖଣ୍ଡେ ହସ୍ତରେ ଧଇଲେ, ଅଗ୍ନିର ସମ୍ବତ ମନ୍ତ୍ର ଦେବୀ ପାଠ କଲେ। କଦାପି ଅଗ୍ନି ଦେବତା ତେଜ ନ ହୋଇବ, ହାଣ୍ଡି ନ ତାତିବ ଆଉ ପାଣି ନ ତାତିବ। ଯେତେ କାଠ ଜଳୁଥିବ ଭସ୍ମ ହୋଇଯିବ, କୁହୁଡ଼ି କରିଣ ତହୁଁ ଧୂଆଁ ହେଇଥିବ। ଏମତ ବୋଲିଣ ଯେ କମଳା ଆଜ୍ଞା ଦେଲେ, ସେହି ପ୍ରକାରେ ଅନ୍ନ ଦେବତା ଯେ କଲେ। ସବୁ କାଠ ଯାକ ତହୁଁ ଅଙ୍ଗାର ହୋଇଲା, ତେବେ ସୁଦ୍ଧା ଯେ କିଞ୍ଚିତେ ପାଣି ନ ତାତିଲା। ହଟିକମଳିନୀ ହଟ ଭିଆଇଲେ ଯେଣୁ, ହାଣ୍ଡି ତଳେ କଳା ଟିକେ ନ ପଡ଼ିଲା ତେଣୁ। ସୁଗନ୍ଧ ତୈଳ ଦେବୀ ଦେଲେ ପଠିଆଇ, ଦାସୀମାନେ କହୁଛନ୍ତି ବ୍ରାହ୍ମଣକୁ ଚାହିଁ। ସବୁ ବ୍ରାହ୍ମଣକୁ ଚାହିଁ ସୁଗନ୍ଧ ତୈଳ ଦେବୀ ଦେଲେ ପଠିଆଇ, ଦାସୀମାନେ କହୁଛନ୍ତି ବ୍ରାହ୍ମଣକୁ ଚାହିଁ। ପାକ ସିଦ୍ଧ ହୋଇଲା କି ନୋହିଲା ହେ ଗୋସାଇଁ, ତୈଳ ଲଗାଇ ଟାଣ କର ବେଗି ଯାଇ। ଜଗନ୍ନାଥ କହୁଛନ୍ତି କି ପାଣି ନ ତାତିଲା, କି ପାକ କରିବି ବେଳ ଉଛର ହୋଇଲା। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଅନ୍ନ ହୋଇଲା କି ନାହିଁ କହ ବେଗେ ଯାଇ। ଜଗନ୍ନାଥ କହୁଛନ୍ତି ଶୁଣ ହେ ଭାଇ, ଅନକି ହୋଇବ ଟିକେ ପାଣି ତାତି ନାହିଁ। ବଳରାମ କହୁଛନ୍ତି ରେ ଅଧୁଆ ମୁହାଁ, ରାନ୍ଧି ନ ଜାଣି ତୁ ହୋଇ ଅଛୁ ରାନ୍ଧୁଣିଆ। ବଳରାମ କହୁଛନ୍ତି ଆରେ ଅଧୁଆ ମୁହାଁ, ରାନ୍ଧି ନ ଜାଣି ହୋଇ ଅଛୁ ରାନ୍ଧୁଣିଆ।
ତୋହି ଆଡ଼ ହୁଅ ମୁହିଁ ରାନ୍ଧି ଅଛି ଯାଇ ଅନ୍ନ ରାନ୍ଧିବାକୁ ଗଲେ ବ୍ରହ୍ମାଣ୍ଡ ଗୋସାଇଁ ଫୁଙ୍କି ମୁଙ୍କି ବଳରାମ ବିରକ୍ତ ହୋଇଲେ କାଠ ଖଣ୍ଡେ ଧରି ନ ଯେ ହାଣ୍ଡି ପିଟି ଦେଲେ କ୍ଷୁଧାରେ ଦୁଇ ଭାଇ ଆକୁଳ ହୋଇଲେ କି ବୁଦ୍ଧି କରିବା ଜଗନ୍ନାଥଙ୍କୁ ବୋଇଲେ ଜଗନ୍ନାଥ ବୋଇଲେ ରେ ବୋଇଲେ ତ ବୁଦ୍ଧି ଦିଶୁ ନାହିଁ କ୍ଷୁଧାରେ ଆତୁର ହୋଇ ହେଉଅଛ ମୋର ଦେହି ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ ଜାତି ପଛେ ଯାଉ ତାର ଘରେ ଖାଉ ଭାତ। ଯେବେ ଏହା ଘରକୁ ଭଲ ଦିଶିଲାନି ଯେବେ ଏହା ଘରୁ ଭାତ ଆମ୍ଭକୁ ନ ଦେବ ଆମ୍ଭ ଦୁଇ ଭାଇଙ୍କର ମରଣ ହୋଇବ ଲେଉଟିଣ ଦାସୀମାନେ ଲକ୍ଷ୍ମୀକୁ କହିଲେ ବ୍ରାହ୍ମଣ ତ ହାଣ୍ଡି ଭାଙ୍ଗି ଫୋପଡ଼ାଇ ଦେଲେ ଏହା ଶୁଣି ମହାଲକ୍ଷ୍ମୀ ସନ୍ତଷ୍ଟ ହୋଇଲେ କେତେ ଦୁଃଖ ଦୀନବନ୍ଧୁ ଦୁହେଁ ପାଇଲେ ସବୁ ସୁବର୍ଣ୍ଣର ଚଟୁ ଗୋଟେ ହସ୍ତରେ ଧଇଲେ ରୋଷେଇ ଶାଳକୁ ଲକ୍ଷ୍ମୀ ନିଜେ କଲେ ପ୍ରଥମେ ରାନ୍ଧିଲେ ମାଏ ବଗଲା ଅନ୍ନ ମୁଗ ମଧୁ କ୍ଷୀର ନାନାଦି ବ୍ୟଞ୍ଜନ ଆମ୍ବିଳ ସାକର କଲେ କଦଳୀର ଭଜା ଅତି ଯତ୍ନେ କଲେ ମାଏ ତିଅଣ ଯେ ମଞ୍ଜା 60 ପଉଟି ସେ ରାନ୍ଧିଣ କଲେ ଯାଇ ବଗଡ଼ା ଭାତ ମହିମା କଳନା ନ ଯାଇ ଦୁଧ ପୋଳି କଲେ ମାଏ ଘୃତ ପୋଳି କଲେ ଅତି ଯତ୍ନରେ ମାଏ ସର ପୋଳି କଲେ ଯେତେ ଦ୍ରବ୍ୟ ରାନ୍ଧିଛନ୍ତି ବ୍ରହ୍ମାଙ୍କ ରୁଚି ବଡ଼ିର ମଧୁର କଲେ ପକାଇନ ସଚି ସହସ୍ର ଆଟିକା ରାନ୍ଧି ଦର୍ବ ସଜାଡ଼ିଲେ ଯେ ଯାହା ସ୍ଥାନରେ ଯତ୍ନେ ରଖିଣ ଦେଲେ କର୍ପୂର ଛେନା ସକାର ମରିଚ ଗୋଳାଇ 60 ନଉତି ପଣା ରଖିଲେ ତହିଁ ରଙ୍ଗବାନ ବଳିର ସଙ୍ଗରେ ଛେନା ପଣା ଅଦା ମିଶା କରି ଯେ ବାତ ଖଣ୍ଡ ଛେନା ଲକ୍ଷ୍ମୀଙ୍କର ପାକ ଗୁଣ କେ କହିପାରିବ କ୍ଷଣଙ୍କ ମଧ୍ୟରେ ମାଏ ସଜାଡ଼ିବେ ସର୍ବ ସବୁଥିରୁ ଖଣ୍ଡିଏ ରଖିଥିଲେ ଭୋଜନ ଶେଷରେ ପୋଡ଼ ପିଠାଏ ଯେ ରଖିଲେ ବୋଇଲେ ଦାସୀଙ୍କର ଅଙ୍ଗମର୍ଦନା
ବ୍ରାହ୍ମଣ ବଳିଣ ମନେ ନ ପାଞ୍ଚିବ ଭିନ୍ନ। ବ୍ରାହ୍ମଣଙ୍କ ମାନଙ୍କ ତହୁଁ ଅଟେ ନିଜ ଦାସୀ। ଶୁଣିନ ଆନନ୍ଦେ ଚଳିଗଲେ ସବୁ ଦାସୀ। ଦାସୀମାନେ କହୁଛନ୍ତି ସୁବେଦୀ ଗୋସାଇଁ। ସ୍ନାନ କର ବେଗେ ଅଙ୍ଗ ମରଦନା ହୋଇ। ତହୁଁ ସୁବାସ ଜଳରେ ଦୁହେଁ ସ୍ନାନ କଲେ। ଅଙ୍ଗ ପୋଛିବାକୁ ଦାସୀ ଗାମୁଛାଏ ଦେଲେ। ପିନ୍ଧିବାର ପୀତାମ୍ବର ପାଟ ଆଣି ଦେଲେ। ସୁବେଶ ହୋଇଣ ଦୁହେଁ ଭାଇ ଯେ ବସିଲେ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ। ଏମତ ପ୍ରକାରେ ମାନ୍ୟ କଲେ କିସ ପାଇ। ଏହା ଘଏ ପୁରୁଷ ତ କେବେ ଦିଶୁ ନାହିଁ। ଶୁଣି ଦେବା ପ୍ରାୟ ଏହି ବିଚାର ଯେ ଦିଶଇ। ଚାଲ ଏବେ ପଳାଇବା ଏହିଠାରୁ ଯିବା। କ୍ଷଣକ ମଧ୍ୟରେ ଆଉ ପ୍ରାଣ ନ ପାଇବା। ଜଗନ୍ନାଥ କହୁଛନ୍ତି ଦେଖ ଭାଇ ଶୁଣ। ଏ ଘରର କର୍ତ୍ତା ଆଜି ହୋଇବ ଆପଣ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ। ଏମତ କହିବା ତୋର ଉଚିତ ନୁହଇ। ଗୃହ ପରିକାର ଦେବି ସ୍ୱହସ୍ତରେ କରେ। ଗନ୍ଧ ଚନ୍ଦନ ଯେ ମାଏ ଛିଡ଼ା ପକାଇଲେ। ସବୁ ଶୂନ ଥାଳି ସୁବର୍ଣ୍ଣର ଗିନା ଝରି। ହାତ ଧୁଆ ପାଦ ଧୁଆ ସର୍ବ ସୁସତ କରି। ମଣୋହି କରିବା ଥିବା ଯେମନ୍ତ ଭିଆଣ। ସବୁ ସୁବର୍ଣ୍ଣର ପାଠ ତହୁଁ କଲେ ନିର୍ମାଣ। ମହାଲକ୍ଷ୍ମୀ କହୁଛନ୍ତି ଦାସୀ ମୁଖ ଚାହିଁ। ବେଗେ କରି ପ୍ରଭୁ ଲୋକେ ଘେନି ଆସ ଯାଇ। ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ। ବ୍ରାହ୍ମଣଙ୍କ ପାଶେ ଯାଇ ପ୍ରବେଶ ହୋଇଲେ। ବିନୟରେ କହୁଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ। ଭଜନ କରିନ ଚାଲ ସାନ ଅଛି ହୋଇ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ। ନାରୀଏ ଜଣେ ପୁରୁଷ କେହି ଏତି ନାହିଁ। ଭିତର ଘରକୁ ବଳରାମ କହୁଛନ୍ତି ଶୁଣରେ କହ୍ନାଇ। ନାରୀଏ ପୁରୁଷ ଜଣେ କେହି ଶୁନାହିଁ। ଭିତର ଘରକୁ ଯିବା ଆମ୍ଭ ଉଚିତ ନୁହଇ। ପତ୍ର ଦୁଇ ଖଣ୍ଡ ତୁମ୍ଭେ ଆଣ ବେଗେ ଯାଇ। ଜଗନ୍ନାଥ କହୁଛନ୍ତି ଶୁଣରେ କହ୍ନାଇ। ପତ୍ର ଖଣ୍ଡିଏ ଏବେ ଘରେ ଭାଇ ଆଜି ହୋଇଲ ଯେ ଆମ୍ଭେ। କିମ୍ପା ତୁମ୍ଭେ ଭୟ କରୁଅଛ ଦେଖ ଭାଇ। ଦାସୀ ଜାତି ଦେଉଅଛି ଆମ୍ଭେ ଛାଡ଼ିବା କିମ୍ପାଇଁ। ଭୟେ ବଳରାମ ସେଠା ବରୁଣ ଉଠନ୍ତି। ହସ୍ତ ଧରି ଘେନି ଗଲେ କମଳାଙ୍କ ପତି। ଠାବ ସଞ୍ଚିତରେ ଯେ ବଳରାମ ବସିଛନ୍ତି। ହସ୍ତ ଧରି ବସାଇଲେ ଦେବଶ୍ରୀପତି। କମଳିନୀ କହୁଛନ୍ତି ତୁଳସୀ ବ୍ରାହ୍ମଣୀ। ଦେଢ଼ୁଶୂର
ଦେଢ଼ଶୁର ମୋର ଯେ ଅଟନ୍ତି ହଳ ପାଣି, ତାହାଙ୍କୁ କେମତେ ଅନ୍ନ ମୁହିଁ ଦେବି ନେଇ, ଭିତର ଥାଇନ ମୁଁ ଯେ ଦେବଇଁ ବଢ଼ାଇ, ସାନ ବୋଲି ଆଗେ ସାନେ ବୋଲି ଆଗେ ପଚାରିବି ଯାଇ, ବଡ଼ଠାରେ ଆଗେ ଅନ୍ନ ପରଶିବି ନେଇ, ଅନ୍ନ ଥାଳି ଘେନି ବେଗେ ବ୍ରାହ୍ମଣୀ ଅଇଲା, ବଡ଼ ସାନ ବୋଲି ପଣ୍ଡା ବୋଲି ପଚାରିଲା, ବଳରାମ କହୁଛନ୍ତି ହୋଇଲ କି କାଣି, ବଡ଼ ସାନ କିଏ ତତେ ନ ଦିଶିବ ପୁଣି, ଆମ୍ଭେ ବଡ଼ ବୋଲିଣ ଯେ ବଳରାମ କହି, ବ୍ରାହ୍ମଣୀ ବୋଇଲେ କୋପ କଲ କି ଗୋସାଇଁ, ପ୍ରଥମ ଥାଳିରେ ଅନ୍ନ ବଳରାମ ଗଲେ, ଭିତରକୁ ଆଉ ଅନ୍ନ ଆଣିବାକୁ ଗଲେ, ଆଉ ଏକ ଥାଳି ଅନ୍ନ ଆଣିବାକୁ ଗଲେ, ଚାରି ଗ୍ରାସରେ ଖାଇଲେ ବଳରାମ ତାକୁ, ଅନ୍ନ ଥାଳି କରି ଘେନି ବ୍ରାହ୍ମଣୀ ଅଇଲେ, ଏ ପଣ୍ଡାର ଅନ୍ନ ଯାକ କିଏ ଘେନି ଗଲା, ବଳରାମ ବୋଇଲେ କ୍ରୁଦ୍ଧା ତୁ ହୋଇଥିଲୁ, ଆଗ କରି ଚାରି ଗ୍ରାସେ ବେଗେ ଖାଇଦେଲୁ, ହସିଲା ବ୍ରାହ୍ମଣୀ ଦୁଇ ଭାଇକୁ ଅନାଇ, କୁଟୁମ୍ବ ମାରିବା ପ୍ରାୟ ଦିଶୁଛ ଗୋସାଇଁ, ପୁତ୍ର ଭାରି ଜାକି ତୁମ୍ଭେ ଦୁଇ ଭାଇଙ୍କର ନାହିଁ, ପେଟ ଲାଗି ବୁଲୁଅଛ ଦେଶ ହୋଇ, ସହସ୍ର କାନ୍ଦି କଦଳୀ ରଖି ଦେଲେ ନେଇ, 60 ନଉତି ପଣା ବେଗେ ଦେଲେ ଥୋଇ, ଯେଉଁପରି ପ୍ରଭୁଙ୍କର ମନକୁ ରୁଚଇ, ସେହିପରି କମଳିନୀ ଦିଅନ୍ତି ପଠାଇ, ଭୋଜନ ଶେଷକୁ ଯେ ବୋଲନ୍ତି ବଳରାମ, ଲକ୍ଷ୍ମୀଙ୍କ ରାନ୍ଧିଣା ପରା ଲାଗୁଛି ଉତ୍ତମ, ଜଗନ୍ନାଥ କହୁଛନ୍ତି ବଳରାମ ଭାଇ, ଲକ୍ଷ୍ମୀପରା ଭାଜାକୁ ପାଇଲ ଆଉ କାହିଁ, ଲକ୍ଷ୍ମୀଙ୍କୁ ଭର୍ତ୍ସନା କରି ଦେଲେ ଘଉଡ଼ାଇ, ବାହାରି ଯେ ଗଲେ ସେ ତାଙ୍କ ଇଚ୍ଛା ହୋଇ ଯହିଁ, ଏମନ୍ତ ସମୟେ ପୋଡ଼ ପିଠା ଦେଇ ନେଲେ, ଜଗନ୍ନାଥ କହୁଛନ୍ତି ବଳରାମ ଭାଇ, ମୋର ମନ କଥା ଯେ ଲକ୍ଷ୍ମୀ ଜାଣିଥାଇ, ଭୋଜନ ଶେଷରେ ପୋଡ଼ ପିଠାଏ ଦିଅଇ, ଭୋଜନ ସାରିନ ପ୍ରଭୁ ଆଚମିତ କଲେ, କର୍ପୂର ତାମ୍ବୁଳ ଦୁଇ ଭାଇ ଯେ ଭୁଞ୍ଜିଲେ, ବାହାର ମେଲାରେ ପ୍ରଭୁ ବିଜେ କଲେ ଯାଇ, ଗବାକ୍ଷ ଦ୍ୱାରରେ ଲକ୍ଷ୍ମୀ ଅଛନ୍ତି ଅନାଇ, ପଚାର ଦାସୀ ପଚାରଲ ଯାଇ, ପଣ୍ଡା ହୋଇ ପଣ୍ଡା ବିଭା ହୋଇ ଅଛନ୍ତି କି ପଣ୍ଡା ଦୁଇ ଭାଇ,
ଏହା ଶୁଣି ଦାସୀମାନେ ରେଗେ ଚଳିଗଲେ। ବ୍ରାହ୍ମଣଙ୍କ ନିକଟରେ ପ୍ରବେଶ ହୋଇଲେ। ପ୍ରଭୁ ଭାରିଜା ଅଛି କି କାହିଁ ତୁମ୍ଭ ଘର? କେଉଁ ରାଜେ ବାଡ଼ି ବୁତେ ଶାସନ ତୁମ୍ଭର? ଜଗନ୍ନାଥ କହୁଛନ୍ତି ଶୁଣ ଦାସୀ ତୋହି। ବିବାହ ହେବାକୁ ଦର୍ବ ଆମ୍ଭର ଯେ ନାହିଁ। ଗୁଆ ବାଡ଼ି ଶାସନ ପାଇବୁ ଆମ୍ଭେ କାହିଁ। ଲକ୍ଷ୍ମୀ ପରା ଭାଜାକୁ ଯେ ପାଇବୁ ଦେଲେ ଘଉଡ଼ାଇ। କପାଳ ମନ୍ଦ ଆମ୍ଭର ଦୁଇ ଭାଇ ବୁଲୁ। ଲକ୍ଷ୍ମୀ ଘଉଡ଼ାଇ ଆମ୍ଭେ ଏ ଦୁଃଖ ପାଇଲୁ। ଦାସିଏ ବୋଇଲେ ପଣ୍ଡା ହୋଇଲ କି ବାଇ? ନାରୀକି ଛାଡ଼ିଲେ ପୁରୁଷ ଦରିଦ୍ର ହୁଅଇ। ଗୋବିନ୍ଦ ବୋଇଲେ ଆମ୍ଭେ କହୁଅଛୁ ଶୁଣ। କେଉଁ ନାରୀ ଥିଲେ ହୁଏ ଐଶ୍ୱର୍ଯ୍ୟ ବନ୍ଦନ? କେଉଁ ନାରୀ ଥିଲେ ବଂଶ ନିପାତ ହୁଅଇ? କେଉଁ ନାରୀ ଥିଲେ ବାସୀ ପେଜ ନ ମିଳଇ? କେଉଁ ନାରୀ ଥିଲେ ସୁନା ବୋଳା ପାଇ? କେଉଁ ନାରୀ ଅଲକ୍ଷଣୀ ଘରକୁ ଭାଙ୍ଗଇ? ତୁମ୍ଭ ସାନ୍ତାଣୀକୁ ଗୋ ପଚାର ତ ଯାଇ। ଦାସୀ କହେ ବାତୁଳ କି ହୋଇଲ ଗୋସାଇଁ? କ୍ଷୁଧା ଲାଗୁଥିଲା ଏବେ ଭାତ ତ ଖାଇଲ। ଆମ୍ବ ସାମନ୍ତାଣୀକୁ ପଚାର ବୋଇଲ। ବଳରାମ ବୋଇଲେ ହେ ମୋର ପିଲା ଭାଇ। ତୁମ୍ଭ ସାନ୍ତାଣୀ ଆଗେ ଜଣାଇଲ ନାହିଁ। ଜଗନ୍ନାଥ କହୁଛନ୍ତି ଭୟ କାହିଁ ପାଇଁ? କି ବୁଦ୍ଧି କିଛି ନ ବିଚାର ଆମ୍ଭେ ବଳରାମ ଭାଇ। ଲକ୍ଷ୍ମୀଙ୍କର ଗୃହ ସିନା ଅଟଇରେ ଏହି। ଏଠାରେ ଆପଣ ଭୟ କର କିସ ପାଇ? ବଳରାମ ବୋଲୁଛନ୍ତି ବାବୁ ଚକ୍ରଧର। ତୁମ୍ଭେ ଯାଇ ହାତ ଧର ମହାଲକ୍ଷ୍ମୀଙ୍କର। ଆମ୍ଭେ ଦୋଷ କରୁ ବୋଲି କହ ତାଙ୍କୁ ଯାଇ। ଯହିଁ ଇଚ୍ଛା ତହିଁ ଥାଅ ଆମ୍ଭ ମନା ନାହିଁ। ଯେତେବେଳେ ବଳରାମ ଏମନ୍ତ କହିଲା ଭିତରପୁରକୁ ପ୍ରଭୁ ନିଜେ ବିଜେ କଲେ। ଧୀରେ ଧୀରେ ଭିତରକୁ ଗଲେ ପୀତବାସ। ପ୍ରବେଶ ହୋଇଲେ ଯାଇ କମଳାଙ୍କ ପାଶ। ପାଣି ଝରି ଘେନି କରି କମଳା ଅଇଲେ। ହଦର ହାରେ ପ୍ରଭୁଙ୍କର ମୁଖକୁ ଚାହିଁଲେ। ଅତି ଯତନରେ ଦେଲେ ପାଦ ପଦ ଥୋଇ। ଥୋକାଏ ପାଦ ଉପୋଦକ ମସ୍ତରେ ଲଗାଇ। କିଛି ପାଦୋଦକ ଲକ୍ଷ୍ମୀ ଗର୍ଭକୁ କ୍ଷପିଲେ। ପଞ୍ଚବର୍ଣ୍ଣେ ଶୁଦ୍ଧେ ପାଦ ପଦ୍ମ ପୂଜା କଲେ। ମହାଲକ୍ଷ୍ମୀ କହୁଛନ୍ତି ପ୍ରଭୁ ମୁଖକୁ ଅନାଇ। ଚଣ୍ଡାଳୁଣୀ ବୋଲି ମୋତେ ଦେଲେ ଘଉଡ଼ାଇ। ଚଣ୍ଡାଳୁଣୀ ଘରେ ଏବେ ଭୂତ କି ଗୋସାଇଁ? ଚଣ୍ଡାଳ ବିଟାଳ ହୋଇ ଦୁଇ ଗୋଟି ଭାଇ। ଧିକ ତୁମ୍ଭ ବଡ଼ପଣ ଧିକ ତୁମ୍ଭ କଥା। ପଡ଼ୁ ତମର ପ୍ରତିଜ୍ଞା ଧିକ ତୁମ୍ଭ ଭ୍ରାତା। ମହାଲକ୍ଷ୍ମୀ ଏବେ ଏ ପ୍ରକାରେ ବହୁ ଧିକ୍କାରିଲେ। କାଳିଆ ଗଞ୍ଜନ ଶୁଣି କିଛି ନ କହିଲେ। ମହାମାୟୀ
ମହାମାୟୀ ବୋଇଲେ ହେ ଶୁଣ ମୋ ବଚନ ମୋର କିସ କାର୍ଯ୍ୟ ତୁମ୍ଭେ କର ହେବ ନ। କିଛି କ୍ଷଣେ ଉତ୍ତାରେ ବୋଇଲେ ଜଗନ୍ନାଥ ଏବେ ମନ ମାନ ତେଜ ଜଗତର ମାତ ଅକାରଣୀ ବେ କଥା କହ ପ୍ରାଣ ସହି ଆମ୍ଭର ପ୍ରାର୍ଥନା ଆମ୍ଭ ସଙ୍ଗେ ଯିବା ପାଇଁ ବଡ଼ ଦେଉଳକୁ ହେଲା ବଡ଼ ହେଲେ କିସ ହେଲା ଗରବ ଗଞ୍ଜିଲେ ରବି ତଳେ ସବୁ ଯୁଗେ ଯୁଗେ ରଖି ଦେଲେ ତୁମ୍ଭ କ୍ଷସକିତ ଏବେ ଜଗତେ ରଖିଲେ ଆମ୍ଭକୁ ଅନ୍ନ ଦେବାର ଜଗତେ ଜାଣିଲେ ଗୁରୁବାର ଦିନ ଯେ ଏବେ ପୁରାଣ ଶୁଣିବ ଜନ୍ମ ଜନ୍ମାନ୍ତରେ ପାପ ତାର କ୍ଷୟ ଯିବ ଲକ୍ଷ୍ମୀ ପୂଜା ଦିନ ଏହା ଯେ ନାରୀ ଗାଇବ ଇହ ଜନ୍ମେ ପତିବ୍ରତ ବୈକୁଣ୍ଠକୁ ଯିବ ଯଦ୍ୟପି କେହି ନାରୀକୁ ମୁଖେ ବୁଝାଇବ ତାହାର ସୁକୃତ ଆଉ କେ କହିପାରିବ। ଏତେ କହି ଗୋବିନ୍ଦ ଧଇଲେ ଲକ୍ଷ୍ମୀ ହସ୍ତ ଜଗତ ମାତ ବୋଇଲେ କର ତୁମ୍ଭେ ସତ୍ୟ ଚଣ୍ଡାଳ ବ୍ରାହ୍ମଣ ଯାଏ ଖୁଆଖୁଇ ହେଲେ ସମସ୍ତେ ଖାଇ ନ ହସ୍ତ ଜଳେ ନ ଧୋଇଲେ ଛାଡ଼ିବାର ହସ୍ତ ବ୍ରାହ୍ମଣେ ଛଡ଼ାଇ ନ ଖାଇଲେ ବ୍ରାହ୍ମଣେ ଖାଇ ହସ୍ତକୁ ମୁଣ୍ଡରେ ପୋଛିଲେ ଅନ୍ନ ଖାଇ ସର୍ବେ ମୁଖେ ପୋଛୁଥିବେ ହସ୍ତ ତେବେ ବଡ଼ ଦେଉଳକୁ ଯିବେ ଜଗନ୍ନାଥ ହେଉ ବୋଲି ଆଜ୍ଞା ଦେଲେ ମହାବାହୁ ଯୁଗେ ଯୁଗେ ଲକ୍ଷ୍ମୀ ଗୋ ତୁମ୍ଭର ଯଶ ରହୁ ଲକ୍ଷ୍ମୀଙ୍କର ହସ୍ତ ଧରି ଜଗନ୍ନାଥ ନେଲେ ବଡ଼ ଦେଉଳକୁ ପ୍ରଭୁ ନିଜେ ବିଜେ କଲେ ଲକ୍ଷ୍ମୀ ଚନ୍ଦ୍ର ହୃଦିଆ ଯେ ଛାମୁରେ ଜଳଇ ଦେଉଳକୁ ବିଜେ କଲେ ବ୍ରାହ୍ମଣ ଗୋସାଇଁ ଇନ୍ଦ୍ର ଡାକୁଛନ୍ତି ଦେବ ମଣିମା ବ୍ରହ୍ମା ଡାକୁଛନ୍ତି ଦେବ ଗୁହାରି ଶୁଣିବା ବରୁଣ କୁବେର ଯେ ହସ୍ତରେ ବେତ ଧରି ନୃତ୍ୟ କରୁଥିଲେ ତହୁଁ ସ୍ୱର୍ଗ ଅପସରି ରମ୍ଭା ଯେ ମେନକା ଆଉ ଚିତ୍ରଲେଖା ତୁଳସୀ ମାଳତୀ ଆଉ ଅନ୍ୟାନ୍ୟ ରସିକା ଚଞ୍ଚଳା ଯେ ମଦାଳସୀ ଆବର ସୁଶୀଳା ନୃତ୍ୟ ଆରମ୍ଭିତ ହୃଦ ହୋଇ ସେ ଅବଳା ବଳରାମ କହୁଛନ୍ତି ଶୁଣରେ କହ୍ନାଇ ଘରକୁ ଘରଣୀ ସିନା ସୁନ୍ଦର ଦିଶଇ ଯେତେବେଳେ ଦାଣ୍ଡେ ଯାଉଥିଲେ ଦୁଇ ଭାଇ ଚୋରଖଣ୍ଟ ବୋଲି ଦେଉଥିଲେ ଘଉଡ଼ାଇ ଆହୁରି କଥା ଶୁଣ ଜଗନ୍ନାଥ ଭାଇ ଲକ୍ଷ୍ମୀ ଏତେ ବଡ଼ ବୋଲି ଏବେ ଜାଣିଲଇଁ ଲକ୍ଷ୍ମୀ ଦେବୀ ବିଜେ କଲେ ତାଙ୍କ ମନ୍ଦିରକୁ ଦୁଇ ଭାଇ ବିଜେ କଲେ ବଡ଼ ଦେଉଳକୁ
ଦାସୀ ପରିବାରୀ ଆଉ ଆଜି କରି ଯେତେ ଥିଲେ ଲକ୍ଷ୍ମୀ ଆସିଲାରୁ ଯେ ସମସ୍ତ ଯେ ଅଇଲେ ଲକ୍ଷ୍ମୀକୁ ପାଇନ ଦେବ ଗୋବିନ୍ଦ ଆନନ୍ଦ ସଂସାରରେ ସେହି ମତେ କଲେ ମୁକୁନ୍ଦ ଶୁଣିଲେ ନାରଦ ଏଇ ପୁରାତନ ଆଖ୍ୟା ଯାହା ପ୍ରଶ୍ନ ଯାହା ପ୍ରଶ୍ନରେ ପ୍ରଭୁ ମାଗିଲେ ଯେ ଭିକ୍ଷା ଛାଳ ଚଣ୍ଡାଳୁଣୀ ଅଇ ସୂର୍ଯ୍ୟ ଭୋଗ କଲା ଲକ୍ଷ୍ମୀଙ୍କର ସୁଦୟାରେ ଏମନ୍ତ ହୋଇଲା। ଏ ପୁରାଣ ପଢିଲେ ଯେ ସର୍ବସିଦ୍ଧି ହୁଏ ସୂର୍ଯ୍ୟୋଦୟା ତମ ସମ ପାପ କ୍ଷୟ ପାଏ।